କିଛି କାହାଣୀ ଆଖିରେ ଲୁହ ଭରିଦିଏ, କିଛି କାହାଣୀ ଓଠରେ ହସ, କିଛି କାହାଣୀ ନୂଆ ଆଶା ସଞ୍ଚାର କରେ, କିଛି କାହାଣୀ ଖୋଲିଦିଏ ସମାଧାନର ବାଟ। ଆଜିର ଏ କାହାଣୀ ଜଣେ ଆଦର୍ଶ ବାପାର, ଜଣେ ସ୍ୱାଭିମାନୀ ପୁଅର, ଜଣେ ଧନୀ ଘର ଝିଅର, ଆଉ ଜଣେ ଅଯୋଗ୍ୟ ସ୍ୱାମୀର। ତେବେ ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ସକାଳ 6ଟା ହେଇନି ଯେ କୁକୁର ପରି ରାଉ ରାଉ ହେବା ଆରମ୍ଭ କରିଦେଲ। ଏଠି ଖଡ଼ ଖଡ଼, ସେଠି ଧଡ଼ ଧଡ଼। ରାତିଯାକ ତ ଛୁଆଟା ଶୋଇବାକୁ ଦେଉନି। ଯଦିଓ ଟିକେ ଭୋରୁ ଭୋରୁ ନିଦ ଆସୁଛି, ଏ ମଣିଷଟା ବି ଟିକେ ଶୁଆଇ ଦେଉନି। କାମ ତ କିଛି ନାହିଁ, ଖାଲି ବାହା ହୋଇପଡ଼ି ଛୁଆଟା ଜନ୍ମ କରିଦେଲେ ସରିଗଲା। ଆଉ ଛୁଆଟା କେମିତି ବଢ଼ିବ, କ'ଣ ଖାଇବ, କ'ଣ କରିବ, ଟିକେ ମୁଣ୍ଡରେ ପଶୁଛି। ଅଲାଜୁକ ଲୋକ କେଉଠିକାର। କିଛି କାମ ନାହିଁ। ବାପ ଜମି ବିକି ସେଇ ପଇସାରେ ଗେଫା ମାରିଲ, କିଛି ବି ଧନ୍ଦା କଲଣି। ଏବେ ଯେତିକି ବି ସରିଗଲାଣି, ଅଲଜା ମଣିଷ ଯାଅ କେଉଁ ମନ୍ଦିରରେ ଯାଇ ବସି ପଡ଼ିବ। ଆଜି ଚାଉଳ ନାହିଁ, କାଲି ତେଲ ନାହିଁ। ପଡ଼ିଶା ଘର ଛୁଆକୁ ଦେଖ, ପାନ ଦୋକାନ କରିବି ତା ଛୁଆ ପାଇଁ ସେ କେତେ କ'ଣ କରୁଛି। ଡ୍ରେସ୍, ଲାକ୍ଟୋଜେନ୍, ତା ସ୍ତ୍ରୀ ପାଇଁ ଶାଢ଼ୀ ଗହଣା ସବୁ ଆଣିଦେଇ ସାରିଲାଣି। ଆଉ ତମେ, ଆରେ ପୋଷିବାର ଯଦି ଔକାତ ନଥିଲା, ବାହା କାହିଁକି ହେଉଥିଲ? ଛୁଆ କାହିଁକି ଜନ୍ମ କରୁଥିଲ? ଆଜି ବାହାଘର 2 ବର୍ଷ ହୋଇଗଲାଣି, କ'ଣ ଆଣିଦେଇଛ ମୋତେ? ଗହଣା ତ ବହୁତ ଦୂର କଥା, ଗୋଟେ ଭଲ ଶାଢ଼ୀଟେ ଆଣିଦେଇଛ। ତମରି ପାଇଁ ଆଜି ମୁଁ ମୋ ବାପା ଘରେ ଅଲୋଡ଼ା। ତମକୁ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହା ହେଲି। ଆଜି ମୋ ବାପା, ମା, ଭାଇ କେହି ମୋତେ ପଚାରୁନାହାନ୍ତି। ହେଲେ ମୁଁ କ'ଣ ପାଇଲି? ଖାଲି ଦୁଃଖ, କଷ୍ଟ ଆଉ ଅଭାବ। ସ୍ୱାମୀ ହେବାର ଯୋଗ୍ୟତା ଅଛି ତୁମର? ନିଜକୁ ପଚାର। ତମେ ଗୋଟେ ଅଯୋଗ୍ୟ ସ୍ୱାମୀ। ତମକୁ ବାହା ହେଇ ମୋ ଜୀବନ ନଷ୍ଟ ହୋଇଗଲା। ଛି, ମୋ ଆଖି ଆଗକୁ ଆସନି। ବାହାରି ଯାଅ। ମୋତେ ଅତି କମ୍ରେ ଟିକେ ଶାନ୍ତିରେ ଶୋଇବାକୁ ଦିଅ, ନହେଲେ ଆମ ମା ଛୁଆକୁ ବିଷ ଦେଇ ମାରିଦିଅ। ବିଚରା ଅଜୟ ଓରଫ ଅଜୟ ମହାନ୍ତି ସବୁ ନୀରବରେ ଶୁଣିଯାଏ ପତ୍ନୀର ଏ ଆକ୍ରୋଶକୁ। କ'ଣ କରିବ ବା ସିଏ? ପାଠଶାଠ ପଢ଼ିବି ବେକାର। ବାପା ରାଧେଶ୍ୟାମ ମହାନ୍ତି, ଗାଁ ପୋଷ୍ଟମାଷ୍ଟର। ଦରମା ଗଣ୍ଡେରେ ପରିବାରକୁ ନିଅଣ୍ଟ। ହେଲେ ଭାରି ସ୍ୱାଭିମାନୀ ସେ, କାହାଠୁ ବି ଖଣ୍ଡେ ନିଅନ୍ତିନି। କଟକ ଜିଲ୍ଲାର ବିଡ଼ାନାସୀ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ। ସେହି ଅଳ୍ପ ଦରମା ଭିତରେ 2 ଝିଅଙ୍କୁ ବାହା ଦେଇ ବଡ଼ ପୁଅକୁ ଇଞ୍ଜିନିୟର କରିଛନ୍ତି। ଆଉ ଖଣ୍ଡେ ଜାଗାଟେ ବି ପକାଇଛନ୍ତି। ଅଜୟ ସାନ ପୁଅ, ଭଲ ପାଠ ପଢ଼ୁଥିଲା, ହେଲେ କଲେଜରେ ପଶୁ ପଶୁ ପାଦ ଖସରିଗଲା। ତା'ର ବା କ'ଣ ଦୋଷ? ଯୌବନର କମନୀୟତାକୁ ବୁଝି ନ ପାରି ତା ନିଜ କ୍ଲାସର ରଶ୍ମିତା ଓରଫ ରଶ୍ମିତା ପଣ୍ଡାକୁ ଭଲ ପାଇ ବସିଲା। ରଶ୍ମିତାର ବାପା ରେଭେନ୍ସା କଲେଜର ପ୍ରଫେସର। ଧନୀ ଘରର ଝିଅ, ଗେହ୍ଲା ବସରରେ ବଢ଼ିଛି, କଷ୍ଟ କ'ଣ ଜାଣିନି। ହେଲେ ପ୍ରେମ କି ମାନେ ଧନୀ ଗରିବ, ଜାତି ଅଜାତି। ବିଚରା ଅଜୟକୁ ଭଲ ପାଇ ବସିଲା ସେ। କାରଣ ଅଜୟ ଶାନ୍ତ ସ୍ୱଭାବ ଆଉ ପରୋପକାରୀ, ପାଠ ବି ଭଲ ପଢ଼ୁଥିଲା। ଏଣୁ ରଶ୍ମିତା ଆକୃଷ୍ଟ ହେବାଟା ବି ସ୍ୱାଭାବିକ ଥିଲା। ସାକ୍ଷାତରୁ ବନ୍ଧୁତା, ଆଉ ବନ୍ଧୁତାରୁ ପ୍ରେମ। 2 ଜଣ ପ୍ରେମ ପକ୍ଷୀ ହୋଇ ଉଡ଼ି ବୁଲିଲେ। ପ୍ରେମର ଉତ୍ତାଳ ଏତେ ବଢ଼ିଯାଇଥିଲା ଯେ ସେମାନେ ଯୌବନର ସମସ୍ତ ସୀମା ଟପିଗଲେ। ପ୍ରେମ, ଭଲ ପାଇବା ଆଉ ପ୍ରତିଶ୍ରୁତି ତାଙ୍କୁ ଆଉ ସୀମା ପରିଧି ଭିତରେ ରଖିପାରି ନଥିଲା। ଆଉ ଏକ ବର୍ବାଦର ପଥର ପଥିକ ସଜେଇ ଦେଲା। ଯୁକ୍ତ 3 ଶ୍ରେଣୀରେ ଟପ୍ପର ହେଉଥିବା ଅଜୟ 3ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା, ଆଉ ରଶ୍ମିତା ଫେଲ୍ ହୋଇଗଲା। କଥା ଆଉ ବେଶୀ ଦିନ ରହିପାରିଲାନି। ଦାଣ୍ଡରୁ ଯାଇ ହାଟରେ ପଡ଼ିଲା। 2 ବାପା ମା କାନରେ ଏକଥା ପଡ଼ିଲା। ରଶ୍ମିତାର ବାପା ନୀଳାମ୍ବର ବାବୁ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ଉଠିଲେ। ଏକରେ ତ ଅଜୟ ଘର ଗରିବ, ପୁଣି ଜାତି ଅଲଗା। ନୀଳାମ୍ବର ବାବୁ ଝିଅକୁ ଆକଟ କରି ରୋକଠୋକ ଶୁଣେଇଦେଲେ, ଯଦି ଅଜୟକୁ ବାହା ହେବୁ ତାହେଲେ ଘର ଦରଜା ତୋ ପାଇଁ ସବୁଦିନ ବନ୍ଦ ହୋଇଯିବ। ଖାଲି ସେତିକିରେ ସରି ନଥିଲା, ଫୋନ୍ କରି କହିଲେ, ହ୍ୟାଲୋ ରାଧାଶ୍ୟାମ ବାବୁ, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାନ୍ତୁନି। ଆପଣଙ୍କ ପୁଅକୁ ଆକଟ କରନ୍ତୁ, ନହେଲେ ମୁଁ ଆପଣଙ୍କ ପୁଅ ଆଉ ଆପଣଙ୍କ ନାଁରେ କେସ୍ କରିଦେବି। ବାସ୍। ସ୍ୱାଭିମାନୀ ରାଧେଶ୍ୟାମ ମହାନ୍ତିଙ୍କ ମର୍ମକୁ ଭାରି ବାଧିଗଲା। ସେ ବି ରୋକଠୋକ ଶୁଣେଇଦେଲେ, ଅଜୟ, ଯଦି ସେ ଗର୍ବୀ ପ୍ରଫେସର ନୀଳାମ୍ବର ପଣ୍ଡା ଝିଅକୁ ବାହା ହେବୁ, ମୋତେ ବାପା ବୋଲି ଭୁଲିଯିବୁ। ଯୌବନର ଉଦ୍ଦାମତା ସବୁକିଛି ଭୁଲିଗଲା। ଘରୁ ଲୁଚେଇ ପଳେଇ ମନ୍ଦିରରେ ବାହା ହୋଇପଡ଼ିଲେ ଅଜୟ ଆଉ ରଶ୍ମିତା। ଘରୁ ଲୁଚେଇ ରଶ୍ମିତା ନେଇଯାଇଥିବା ଟଙ୍କା ଗହଣା ବିକି ବେଶ କିଛି ଦିନ ଅଏସ୍ରେ ଚଳିଗଲେ। ହଜିଗଲେ ନିଜ ଦୁନିଆରେ। ପର କରିଦେଇ ବାପା ମାଆକୁ। ବସି ଖାଇଲେ ନଈବାଲି ସରେ।
ବାସ୍ ସବୁ ଟଙ୍କା ସରିଗଲା ପରେ ପ୍ରେମ ପକ୍ଷୀ ଦୁହିଁଙ୍କୁ ବୁଦ୍ଧି ବାଟ କିଛି ଦେଖାଗଲାଣି। ଇତିମଧ୍ୟରେ ରଶ୍ମିତା ଗର୍ଭବତୀ ହୋଇସାରିଥିଲା। ଅଜୟ କିଛି ଉପାୟ ନ ପାଇ ପୁଣି ଫେରିଲା ନିଜ ନିଡ଼କୁ। ବାପା ରାଧେଶ୍ୟାମ କିନ୍ତୁ ରୋକଠୋକ ମନା କରିଦେଲେ ପୁଅ ବୋହୂକୁ ଗ୍ରହଣ କରିବାକୁ। ହେଲେ ଅଜୟ ଗୋଡ଼ ଧରି କାକୁତି ମିନତି ହେଲା। ରଶ୍ମିତା ବି ଗୋଡ଼ ଧରିଲା। ଶେଷରେ ଯଦିଓ ରାଧେଶ୍ୟାମ ରାଜି ହୋଇଗଲେ କିନ୍ତୁ ସେମାନେ ଘରେ ରହିଲେ ସେ ବାହାରେ ଯିବେ ବୋଲି ଶୁଣାଇଦେଲେ। ଉତ୍ତ୍ୟକ୍ତ ସ୍ୱାଭିମାନୀ ରାଧେଶ୍ୟାମ ସାହୁ କିଛି ମଣିଷ ପଣିଆ ଦେଖେଇ ଗୋପାଳପୁରରେ ସେ ଜାଗାଟା ଦେଇଦେଲେ। ଶୁଣ ଅଜୟ, ଯେଉଁଦିନ ତୁ ଏ ବାପାକୁ ଗୋଇଠା ମାରି ଘରୁ ଲୁଚି ଉଚ୍ଚ ଜାତିର ଝିଅକୁ ମୋ ବିନା ଅନୁମତିରେ ବାହାହେଲୁ, ସେଇ ଦିନଠୁ ମୋତେ ମାରିଦେଇ ଚାଲି ଯାଇଥିଲୁ। ବାସ୍ ତୁ ସେ ଗୋପାଳପୁରର ମୁଁ ଯେଉଁ ଜାଗା କିଣିଥିଲି ସେଇଠି ରହିବୁ ଯା। ଯେଉଁଦିନ ନିଜକୁ ଯୋଗ୍ୟ ବିବେଚିତ କରିବୁ, ଟଙ୍କା କମେଇବୁ, ସେଇଦିନ ଏ ଘରକୁ ଫେରିବୁ। ସ୍ୱାଭିମାନୀ ବାପା କିଛି ଟଙ୍କା ଦେଇ ବିଦା କହିଦେଲେ। ବିଚରା ଅଜୟ ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ ନେଇ ଫେରି ଆସିଲେ ନିଜ ଜନ୍ମ ମାଟିରୁ। ସ୍ତ୍ରୀକୁ ଧରି ଗୋପାଳପୁର ଜାଗାକୁ ଚାଲି ଆସିଲେ। କିଛି ଜାଗା ବିକ୍ରି କରି ଗୋଟେ ଛୋଟ ଆଜବେଷ୍ଟସ୍ ଘରଟେ ବନେଇଲେ। ଆଉ ସେଇଠି ସେମାନେ ବନେଇଲେ ନିଜ ଛୋଟ ସଂସାର। ସକାଳୁ ହେଲେ ଅଜୟ ସହରକୁ ବାହାରିଯାଏ। ବସ୍ଷ୍ଟାଣ୍ଡରେ କେତେବେଳେ କୁଲି କାମ ତ କେତେବେଳେ ହକର କାମ କରି ଯାହା କିଛି ହୁଏ। ଦୁଇ ପ୍ରାଣୀଙ୍କ ପେଟ ପାଇଁ ହୋଇଯାଉଥିଲା। ସମୟ ସବୁଦିନ ସମାନ ଯାଏନି। ଏହା ଭିତରେ ତାଙ୍କ କୂଳକୁ କୁନି ଝିଅଟେ ବି ଆସି ସାରିଲାଣି। ରଶ୍ମିତାର ଡିମାଣ୍ଡ ବଢ଼ିବାରେ ଲାଗିଲା। ପୂର୍ବର ସେ ଭାବପ୍ରବଣତା, ପ୍ରେମ, ତେଲ ଲୁହର ସଂସାର ଭିତରେ ସତେ ବଳି ପଡ଼ିଗଲା। ସେ ଅଜୟ ସହିତ ଏଣିକି ଆଉ ଭଲ ବ୍ୟବହାର ଦେଖାଉନଥିଲେ। ପ୍ରତି କଥାରେ ଧିକାରୁଥିଲେ ତା ଭଲ ପାଇବାକୁ, ଧିକ୍କାର କରୁଥିଲା ତା ବେକାରୀ ଜୀବନକୁ, ଆଉ ତାକୁ ସଜେଇ ଦେଇଥିଲା ଜଣେ ଅଯୋଗ୍ୟ ସ୍ୱାମୀ। ବିଚରା ଅଜୟର ନୀରବତା ଛଡ଼ା ଆଉ କିଛି ନଥିଲା। ନିଆଁ ତ ସେ ଖାଇଛି, ଅଙ୍ଗାର କେମିତି ବା ତ୍ୟାଗ ନ କରିବ। ଏପଟେ ଅଭାବ ଅନଟନ, ଏପଟେ ପରିବାରର ବୋଝ, ପୁଣି ଏପଟେ ରଶ୍ମିତାର କଟାକ୍ଷ। ସତେ ଅଣନିଶ୍ୱାସୀ ହୋଇଯାଉଥିଲା ଚକ୍ରବ୍ୟୁହର ଫାଶରେ। କେମିତି ଛିନ୍ନ କରିବ ଏ ଫାଶକୁ କିଛି ମୁଣ୍ଡରେ ପଶୁନଥିଲା। ହଠାତ୍ କରୋନାର ଲକଡାଉନ୍ ଆରମ୍ଭ ହୋଇଗଲା। ଦୋକାନ ବାଡ଼ି, ବସ୍ ଷ୍ଟେସନ, ବଜାର ସବୁ ବନ୍ଦ ହୋଇଗଲା। ଅଜୟ ମୁଣ୍ଡ କିଛି କାମ କରୁନଥିଲା। ଯାହା 50-100 ମିଳୁଥିଲା ସେତକ ବି ବନ୍ଦ ହୋଇଯାଇଥିଲା। ଦିନ ପରେ ଦିନ ଗଡ଼ି ଚାଲିଲା। ବିଚରା କେତେ ଧାର ଉଦ୍ଧାର କରି ଚଳିବ। ରଶ୍ମିତାର ତୀକ୍ଷ୍ଣ ଧିକ୍କାର ତାକୁ ଅସହ୍ୟ ହୋଇ ପଡ଼ୁଥାଏ। ଯଦି ଆମକୁ ଏତେ କଷ୍ଟ ଦେବାର ଅଛି, ଆମ ମା ଝିଅକୁ ଟିକେ ବିଷ ଦେଇଦିଅ, ନହେଲେ ଘରୁ ବାହାରି ଯାଅ। ଆମେ ଲୋକଙ୍କ ଘରେ ବାସନ ମାଜି ବଞ୍ଚିଯିବୁ। ତମ ଭଳିଆ ଅଯୋଗ୍ୟ ସ୍ୱାମୀ ଘରେ ଥିଲେ କେତେ, ନଥିଲେ କେତେ। ଏଣିକି ଆଉ ବେଶୀ ଘରେ ରହୁନି ଅଜୟ। କେତେବେଳେ ନଈକୂଳ, କେତେବେଳେ ଫାଙ୍କା ଜାଗା ଦେଖି ଲୁହ ଗଡ଼ାଏ। ତା ହତାଶପଣକୁ ଧିକ୍କାର କରେ। ସକାଳୁ ବାହାରି ଆସେ, କେଉଁଠି ଫଳ ବୋଝେଇ ଉଠାଏ ତ କେତେବେଳେ ପରିବାବାଲାକୁ ସାହାଯ୍ୟ କରେ। କେବେ ଟଙ୍କା 50, କେବେ 100, ପୁଣି କେବେ କାମ ବି ପାଏନି ସେ। ଦିନ ଯାକ ଉପବାସ ତ କେବେ ମୁଢ଼ି ଚୂଡ଼ା ଖାଇ ରହିଯାଏ। ରାତି ହେଲେ ଦିନ ଯାକର ଶ୍ରମରେ ଘର ପାଇଁ କିଛି ନେଇଯାଏ। ରଶ୍ମିତା ଏଣିକି ଆଉ କଥା କହେନି କି ମୁହଁକୁ ବି ଚାହେଁନି। ରାତିରେ ଯାହା ବି କିଛି ନେଇଯାଏ, ମା ଝିଅକୁ ବି ନିଅଣ୍ଟ ହୋଇଯାଏ। ଅଜୟ ପାଣି ପିଇ ଦାଣ୍ଡରେ ଶୋଇଯାଏ। ରଶ୍ମିତା କେବେ ବି ପଚାରେନି ଖାଇବା କଥା। ସମୟ ଗଡ଼ି ଯାଉଥାଏ। ବାରମ୍ବାର ଉପାସ ରହି ଏଣିକି ଆଉ ଅଜୟ ଦେହ ବି ଭଲ ରହୁନି। କେତେଦିନ ଏମିତି ଚାଲିଥିବ। ଜୀବନ ଯୁଦ୍ଧରେ ହାରିଯାଇ ଶେଷରେ ଜୀବନ ହାରିଦେବାର ନିଷ୍ପତ୍ତି ନେଲା ଅଜୟ। ଜୀବନର କଷଟି ପଥରେ ଆଉ କାହାର କଷ୍ଟ ଦୁଃଖର କାରଣ ନ ହେବାର ନିଷ୍ପତ୍ତି ନେଲା। ଜୋବ୍ରା ପୋଲରେ ବସିଥାଏ ଅଜୟ। ପୂର୍ଣ୍ଣିମା ରାତି। ଜ୍ୟୋତ୍ସ୍ନାର କିରଣରେ ମହାନଦୀର ଉତ୍ତାଳ ତରଙ୍ଗ ଆହୁରି ତରଙ୍ଗାୟିତ ହେଉଥାଏ। ଶୀତଳ ପବନ ଦୁଲକେ ଦୁଲକେ ଶରୀରକୁ ଆହୁରି ଶୀତଳ କରିଦେଉଥାଏ। ସତେ ଉତ୍ତାଳ ତରଙ୍ଗ ହାତ ଠାରି ଡାକୁଥାଏ ତା ଉତ୍ତାଳ ଗର୍ଭକୁ। ପତ୍ନୀର କଟାକ୍ଷ ବାରମ୍ବାର କର୍ଣ୍ଣପାତ ହେଉଥାଏ। ଅତୀତର ସେ ପ୍ରେମମୟ ସ୍ମୃତି ଭାସି ଯାଉଥାଏ ମାନସ ପ୍ରଚ୍ଛଦ ପଟରେ। ବାପା ବୋଉଙ୍କ ମୁହଁ ଝଲସି ଯାଉଥାଏ। ଅଜୟ ଦୁର୍ବଳ ହୋଇ ପଡ଼ୁଥାଏ। ଆହୁରି ଦୁର୍ବଳ କରିଦେଉଥାଏ ରଶ୍ମିତାର ସ୍ମୃତି ଆଉ ତା କୁନି ଝିଅ। ଅଜୟ ବାପା ବୋଉଙ୍କ ଉଦ୍ଦେଶ୍ୟରେ କିଛି ଲେଖିବ ଭାବି ଟିକେ ଏଣେ ତେଣେ ଅନ୍ୟମନସ୍କ ହେଇ ପେପରଟେ ଖୋଜିବାକୁ ଲାଗିଲା। ଆଉ ଏକ ପେପର ତା ନଜରରେ ପଡ଼ିଲା। ହଠାତ୍ ଦେଖିବାକୁ ପାଇଲା କ'ଣ ଗୋଟେ ବିଜ୍ଞାପନ ଲେଖାଯାଇଛି। ଏସ୍ସିବି ବଡ଼ ମେଡ଼ିକାଲ କୋଭିଡ୍ ହସ୍ପିଟାଲର
कॉन्ट्राक्चुअल चाकरी डाक्तर प्रत्येक दिन 5000, नर्स 1000, एएनएम 800, वार्ड बॉय स्वीपर 500 दैनिक। उज्जवल देखागला अजयर मुह। से आउ काल विलंब न करी छुटीगला निज घर को। राति 12टा से क्या डिस्टर्ब न करी दांड पिंडारे शोई पड़ा। राति जाक निद न थाए। जो कोरोना डर रे सारा विश्व थरहर से वार्ड रे से काम करिवो। जहा हो जेते कष्ट हेउ पछे मु परिश्रम करी, पैसा रोजगार करी, मो परिवार को खुशी रखी। रश्मिता को गहना शाढ़ी सब आनीदेवी। से बहुत खुशी हो आग भली पुणी भल पाइब। असमारी कल्पना राज्य बुड़ी जाए अजय। यह भितर सकाळ हो गलानी। गाधोई पाधोई ठाकुर को मुंडियाटे मारी सर्टिफिकेट धरी रश्मिता को किछि न कही निज बाइसाइकेल धरी बाहरी गला एससीबी कोविड हॉस्पिटल को। सुपरिटेडेंट ऑफिस अजय जाई बड़ बाबू को मुंडियाटे मारी विज्ञापन विषय देखाइला। बड़ बाबू टिके चिंतित होई कहिले, अजय बाबू आपण की चाकरी करिवे? डाक्तर कि नर्स तो हो पारिबेनी, वार्ड बॉय स्वीपर। आपण एते पाठ पढ़िछंती, आपण कौन ए काम करिपारिबे? हाँ बड़ बाबू, जेबे भोकरे पेट जले से मनीष पाखरे खाद्य अखाद्यर माने किछि न थाए। हाँ बाबू, मु सेमिति हतभागाटिए। आज एते पाठ पढ़ी अयोग्य पुओ, अयोग्य भाई, अयोग्य बापा आ शेष गोटे अयोग्य स्वामी पलटि जाइछि। मते दया करंतु बड़ बाबू। आज मासे हेलानी मु भल कि गंडे खाइनी। मते जेउ काम करिया कहिबे मु करिबी। ठीक अछि। आइसोलेशन वार्ड तुमको आज वार्ड बॉय हिसाब रे नियुक्ति दियागला। पर डे हिसाब रे तुमको 500 मिलिबो। तमे राजी तो? खुशी रे आत्महरा होई उठिछि अजय। आडभांस बाबद को 2000 टंका भी बड़ बाबू तांको देले। बास कोरोना आइसोलेशन वार्ड रे आरंभ होईगला अजयर जीवन यात्रा। सकाळू पीपी पिंधि काम आरंभ करदेला अजय। जेतिकी उत्साहित थिला सेतिकी कोविड योद्धा भावे गर्व भी अनुभव करुथिला। दिन जाक पीपी भितर खटी खटी एक प्रकार बहुत क्लांत श्रांत हो जाइथिला अजय। तथापि ता मुखमंडरे उत्साहर आभास देखा मिलुथिला। काम सारी संध्या बेले मिलिथिबा पैसा रे स्त्री पाई साड़ी, तार प्रिय चिली चिकेन, किछि ग्रोसरी, झीर हॉर्लिक्स, कॉम्प्लेन, चाउल अटा एमिति बहुत जिनिस मार्केटिंग करी पहुँचला घरे। सेदिन अति खुशी रे आलिंगन करी पकेइछि रश्मिता को आ झील को। देख आज केते जिनिस आनिछि। आम दुख एबे पळेइब रश्मि। मु चाकरी पाई जाइछि। मासको 15,000 टंका दरमा। रश्मि ठेली देले आ पुणी तिरस्कार करिबा लागिले। अयोग्य स्वामी कोठिकार, झील को छुअनी। केउठु डकायती करी कि चोरी करी कि जे पैसा पाई जाइछ। भले हेउछ, मु चाकरी पाई जाइछि। ए लॉकडाउन समय भगवान बसीथिले तुमको चाकरी देदेले। चोर कोठिकार। नीरव होईगला अजय। किछि उत्तर न देई धुआधुई होई पाखरे आईथिबा गोटे पाउरुटी खाई शोई पड़िला दांड पिंढारे। तही परदिन सकाळू बाहरी गला ता कर्मभूमि को। एणिकी अजय नीरव रोथाए। वार्ड काम सरिला परे घर को आसी धुआ धुई होई दांड पिंढारे बसी आकाश को देखे। आग भली आउ झियो सह मिसु न थाए। बोधे कोरोना वार्ड रे काम करुछि बोली। रश्मिता भी झियो को बाप सह मिसिबा को देउ नथिला। प्राय चुपचाप रोथला। से समय गड़ी चली थाए कालर कराल स्रोतरे। हठात अजय आ घर को फेरे नाई। दिने 2 दिन 5 दिन होईगला। पड़िशा घर भाउज आसी रश्मिता को खोजाखोजी पाई कहले। पुलिस रे जणेबाकू कहले। पुलिस रे कौन जणैबिलो भाउज? से पुलिस थाना रे थिबे। केउठी डकायती करी धरा पड़िथिबे। बळे छेचा खाई फेरिबे। से अयोग्य लोकटा आ कुआडे जीवो? हठात गोटे पुलिस भैन आसी घर आगड़े छिड़ा हैला। आउ किछि पुलिस ओल्हे आसिले। देखलो भाउज, मु कहूथिली ना तुमको, देखिलो केउठी चोरी डकायती करिछि। पुलिस आसिलानी। आम माँ झील को एबे बांधि नब। ए मनीष निजे शांति रहिलानी ना आमको भी शांति रहिबाकू देलानी? आपण रश्मिता पंडा, अजय महांती को धर्मपत्नी? डररे मुंड टुंगारिला रश्मिता। बहुत दुखर सहकारे कहिबाकू पड़ुछि मैडम, आपणक स्वामी अजय महांती आउ ए दुनिया रे नाहांती। विगत 5 दिन हैला एससीबी कोविड हॉस्पिटल रे चिकित्सित हेउथिले। गतकाली राति तांकर मृत्यु होईगला। आपण आम सह चलतु। तांकर मर शरीरर शेषकृत्य
कोविड योद्धा हिसाब से राष्ट्रीय मर्यादा सह संपन्न हेब। आ मैडम ए 50 लाख चेकटा ग्रहण करंतु। सरकार तरफ जड़े कोविड योद्धा परिवार पई अनुकंपामूलक सहायता। पाद तलू माटी खसी जाउथाए, आकाश छिंडी पड़ुथाए, रश्मिता स्ताणु हो जाइथांती, आखिरे अश्रुर बारिधारा ओठ पी जाउथला। दुलुकाए पवन कान मुहरे प्रतिध्वनि करुथाए, जदि आमको एते कष्ट देवार अछि आम माँ झील को टिके विष दे दियो, नले घर बाहर जाओ, आमे लोकंक घरे बासन माजी बंचीजीवु। तम भलिया अयोग्य स्वामी घरे थिले केते नथिले केते। निर्मिनेश नयन रश्मिता चाहती कांथरे झुलुथिबा तांकर अयोग्य स्वामीर फोटोटी को। तेबे श्रोताबंधु माने आशा करुछि आजिर एही कहानीटी आपण मानकु निश्चित पसंद आसीथिबो। पसंद आसीथिले भिडियोटी को लाइक शेयर करने को बिल्कुल भी भूलंतु नहीं। आ चैनल नुआ थिले चैनल को सब्सक्राइब कर दियंतु। तेबे आज पई रहूछि बाय। पुणी देखा हेबो आउ एक सुंदर कहानी सह आउ एक नुआ भिडियो रे।